ଯେଉଁ ଲୋକ ଅଳ୍ପରେ ସନ୍ତୁଷ୍ଟ ସେ ଧନୀ, ଯେଉଁ ଲୋକ ସର୍ବଦା ଅସନ୍ତୁଷ୍ଟ ସେ ଦରିଦ୍ର। ଯେ କେହି ହୁଅନ୍ତୁ ନା କାହିଁକି ନିଜ କର୍ମ ଫଳରୁ ବର୍ତ୍ତି ଯାଇ ପାରିବେ ନାହିଁ। କର୍ମ ଫଳ ଅବଶ୍ୟ ଭୋଗ କରିବାକୁ ପଡ଼ିବ। କର୍ମ ନେଇ ଫଳ, ତୀର୍ଥ ନେଇ ଜଳ, ଏହା ସତ୍ୟ ଚିରନ୍ତନ। ସୁଯୋଗ ଏବଂ ସୂର୍ଯ୍ୟୋଦୟ ସେମାନଙ୍କ ପାଇଁ ଅବସର ଆଣେ। ଯେଉଁମାନେ ସମୟରେ ଆଉ ନିଜ ବଳରେ ଦେଖିବାକୁ ଉଦ୍ୟମ କରନ୍ତି। ମନର ବିକାଶ ପାଇଁ ଆଶାବାଦୀ ବିଚାର, ହାପି ଥଟ୍, ଦମଦାର ଲକ୍ଷ୍ୟ ଓ ଉତ୍ତମ ବୁଝାମଣାକୁ ଆତ୍ମସାତ କରି ଦୂଷିତ ବିଚାର, ଦୁର୍ଗୁଣରୁ ବିରତ ରହିବା ଦରକାର। କେବଳ ଏତିକି ନୁହେଁ, ଭୟ, କ୍ରୋଧ, ଚିନ୍ତା ଆଦି ବିକାରରୁ ମୁକ୍ତ ହେବା ଉଚିତ। ଶରୀରର ବିକାଶ ପାଇଁ ଉପଯୁକ୍ତ ଆହାର, ସାତ୍ୱିକ ଆହାର, ବ୍ୟାୟାମ, ସମ୍ୟକ ଆରାମ ଓ ପ୍ରାଣାୟାମର ଅଭ୍ୟାସ ଆବଶ୍ୟକ। ଏହା ଛଡ଼ା ମୁକ୍ତ ବାୟୁ, ପାଣି, କିରଣ ଓ ଜଡ଼ିବୁଟିର ନିୟମିତ ଓ ସମୁଚିତ ଉପଯୋଗ ଜରୁରୀ। ନିଜ ସହ ବିଜେତା ପରି କଥା ହେବାର କିଛି ସୂତ୍ର, ଯାହା ଆପଣ ନିଜକୁ କହୁଛନ୍ତି ତାହା ଉପରେ ବିଶ୍ୱାସ ରଖନ୍ତୁ। ଏକ ବିଜେତା ପରି ଭାବନ୍ତୁ, କାମ କରନ୍ତୁ ଓ କଥା ହୁଅନ୍ତୁ। ଏହିପରି ଭାବେ ଆପଣ ବିଜେତା ହୋଇପାରିବେ। ନିଶ୍ଚିତ ଲକ୍ଷ୍ୟ ବାଛନ୍ତୁ। ଧରି ନିଅନ୍ତୁ, ଯଦି ଆପଣ 100 ମିଟର ଦୌଡ଼ ଜିତିବାକୁ ଚାହୁଁଛନ୍ତି, ତେବେ କୁହନ୍ତୁ, ମୁଁ 100 ମିଟର ଦୌଡ଼ରେ ଜିତିବାକୁ ଚାହୁଁଛି। ଏହା ମୋର ଦୌଡ଼ ଅଟେ ଓ ମୋତେ କେହି ବି ପରାଜିତ କରିପାରିବେ ନାହିଁ। ଉତ୍ସାହର ସହ ନିଜ ସହ କଥା ହୁଅନ୍ତୁ। ଚୁପ୍ ରହି ଭାବନ୍ତୁ ନାହିଁ। କୌଣସି ଦ୍ୱନ୍ଦ୍ୱରେ ରହିବାର ଆବଶ୍ୟକତା ନାହିଁ। ଆପଣ ନିଜକୁ ବିଲକୁଲ ବି କୁହନ୍ତୁ ନାହିଁ, ଏହାକୁ ମୁଁ କ'ଣ କରିପାରିବି, ବରଂ କୁହନ୍ତୁ, ମୁଁ ଏହାକୁ ନିଶ୍ଚିତ ଭାବରେ କରିପାରିବି। ବିଜେତା ପରି ଆଚରଣ କରନ୍ତୁ, ବିଜେତା ପରି ସ୍ୱପ୍ନ ଦେଖନ୍ତୁ ଓ ଆତ୍ମବିଶ୍ୱାସର ସହ ପାଦ ବଢ଼ାନ୍ତୁ। ନକାରାତ୍ମକତାରୁ ଦୂରେଇ ରୁହନ୍ତୁ। ସଫଳ ହେବି ନାହିଁ ପରିବର୍ତ୍ତେ କୁହନ୍ତୁ, ସଫଳ ହେବି, ବିଜୟୀ ହେବି। ଜାଣିଛୁ ନା, ତୁ ତ ମୋର ଖାଲି ଭଲ ପାଇବା ନୁହେଁ, ତୁ ହେଉଛୁ ମୋ ଜୀବନ। ତୋ ସହ ଏତେ ଗଭୀର ସମ୍ପର୍କ ହେଇଯାଇଛି ଯେ ପ୍ରତି ମୁହୂର୍ତ୍ତରେ କିଛି କରିବା ପୂର୍ବରୁ କେବଳ ତୋ କଥା ହିଁ ମନେ ପଡୁଛି। 7 ଜନ୍ମ ପାଇଁ ତୋ ସାଥିରେ ଥିବି। କିନ୍ତୁ ତୋତେ କଷ୍ଟ ହେଲେ ଆଉ ମନ ଦୁଃଖ କଲେ ସହି ପାରିବିନି ମୋ ପାଗଳି। ହୃଦୟ ଥିଲା ଭାଙ୍ଗିଗଲା, ମନ ଥିଲା ଅଧାରେ ରହିଗଲା। ନିଜର ବୋଲି ଜଣେ ଥିଲା, ଯାହାକୁ ମୋ ଜୀବନଠୁ ଅଧିକ ଭଲ ପାଉଥିଲି, ସେ ବି ବଦଳିଗଲା। ଶାରୀରିକ ବିକାଶ ସମ୍ପୂର୍ଣ୍ଣ ବିକାଶର ଏକ ଦିଗ। ଏହା ସହିତ ଯଦି ମାନସିକ ବିକାଶ ନ ହେଲା, ତେବେ ଏହା ପୂରା ହୁଏ ନାହିଁ। ମାନସିକ ବିକାଶ ଛଡ଼ା ସାମାଜିକ, ଆର୍ଥିକ ଓ ଆଧ୍ୟାତ୍ମିକ ବିକାଶ ବି ଆମର ଧ୍ୟେୟ ହେଉ। ଏପରି ଭାବେ ପୂର୍ଣ୍ଣ ବିକାଶ ହିଁ ଆମ ଜୀବନର ଆନନ୍ଦର କାରଣ ହୋଇଥାଏ। ଜୟ ଶ୍ରୀ ଜଗନ୍ନାଥ।